ହ୍ୟାଲୋ, ଜୟ ଜଗନ୍ନାଥ। ଚାଲନ୍ତୁ ଆମେ ତାରାତାରିଣୀ ପରେ ଆଉ କୋଉ କୋଉ ଜାଗା ଯାଇଛୁ ଦେଖିବା। ଏବେ ଆମେ ଆସିକି ଚିଲିକାରେ ପହଞ୍ଚିଗଲୁ। ଚିଲିକାରେ ଆମେ ଯାଉଛୁ ଏବେ ଚାଲି ଚାଲିକି, ସେଠି ଯାଇକି ଟିକେଟ କରିବୁ। ଆଉ ଦେଖନ୍ତୁ ଏଠି ବୋଟ ସବୁ ରେଡି ହେଇଯାଇଛି। ଆଉ ମୁଁ ସେଠି ଯୋଉ ଚଢେଇ ମାନେ ଆସନ୍ତି, ମୁଁ ତାଙ୍କ ପାଇଁ କିଛି ଖାଇବା ବି ନେଇକି ଯାଇଛି, ତାଙ୍କ ଖାଦ୍ୟ। ଆମେ ସବୁ ଚାଲି ଚାଲିକି ଗଲୁ। ଦେଖନ୍ତୁ କେତେ ସୁନ୍ଦର ହେଇଛି। ଏ ପାଖରେ ବୋଟିଂ ପାଇଁ ସବୁ ଅଛି। ବୋଟିଂର ଯୋଉ ଗାଡ଼ିଟା ବି ଅଛି। ଆଉ ମୁଁ ସେ ଭିଡ଼ିଓଟା ସେପଟେ କରିନି। ଆମେ ତ ଏନ୍ଜୟ କରି କରିକା ଚାଲିଛୁ। ଆସିକି ବୋର୍ଡ଼ ବି ପାଖରେ ସବୁ ଲାଗି ଯାଇଥିଲା। ଆମେ ଶୀଘ୍ର ଶୀଘ୍ର ଯାଉଛୁ, କେମିତି ଶୀଘ୍ର ସେଠୁ ସାରିକି ଆସିବୁ। ଆମେ ବୋଟ୍ରେ ବସି ଯାଇଛୁ ଟିକେଟ୍ କାଟି ଦେଇକି। ଏବେ ଦେଖନ୍ତୁ ସେ ଖାଦ୍ୟ ପକେଇବାରୁ ଚଢ଼େଇ କେତେ ଆସୁଛନ୍ତି। ଏଠି ଆମ ପୁଅ ଖାଲି ଚଢ଼େଇକି ଦେଖିକି ପୁରା ଖୁସି ଯେ ମୁଁ ଆହୁରି ଖାଦ୍ୟ ପକେଇବି। ଦେଖନ୍ତୁ ସେ ତାର ଖାଦ୍ୟ, ତାର ଚଢ଼େଇ ଖାଦ୍ୟ ପକେଇବା ଚାଲିଛି। ଆଉ ଏପଟରେ ଆମେ ସବୁ ବସିଛୁ। ଆଉ ପାଣି ଭିତରେ ଚିଲିକାରେ ଆମେ ବହୁତ ଏନ୍ଜୟ କରୁଛୁ। ତାପରେ ଆମେ ଯାଇକି ପହଞ୍ଚିଯିବୁ କାଳିଜାଇରେ। ଆମେ ବାଟ ସାରା ବହୁତ ସାରା ଏନ୍ଜୟ କଲୁ। 45 ମିନିଟ୍ ଲାଗିଲା କାଳିଜାଇ ପହଞ୍ଚିବା ପାଇଁ। ଆମେ ତାରି ଭିତରେ ଆମେ ବହୁତ ଏନ୍ଜୟ କଲୁ। ସେଠି ବହୁତ ବି ଫଟୋ ଉଠେଇଲୁ। ଆଉ ଚଢ଼େଇ ମାନଙ୍କୁ ଖାଦ୍ୟ ବି ଦେଲୁ। ମାନେ ପରିବେଶଟା ବହୁତ ଶାନ୍ତି ବି ଲାଗୁଥିଲା। ଆମକୁ ନିଦ ବି ଆସି ଯାଇଥିଲା ସେଠି। ଦେଖନ୍ତୁ କେତେ ମଜା କରୁଛୁ ସେଠି। ଦେଖନ୍ତୁ ଆଉ ଆମକୁ ଏ ଯୋଉ ନିରାପଦ ରହିବା ପାଇଁ ବୋଟ୍ ଭିତରେ ଅଛୁ ନା, ପାଣି ବି ମଝିରେ ପୁରା। ସେଥିପାଇଁ ସୁରକ୍ଷା ପାଇଁ ସବୁ ଜ୍ୟାକେଟ ଟାଇପର ଲଗେଇ ଦେଇଛନ୍ତି। ଦେଖନ୍ତୁ ମାନେ କିଛି ବି ଅସୁବିଧା ହେଲେ ଆମର ମାନେ ପାଣିରେ ଏଠି ବୁଡ଼ିଯିବୁ, ଆମର କିଛି ବି ଅସୁବିଧା ହବନି। ତାପରେ ଆମେ ଯାଇକି ପହଞ୍ଚିଗଲୁ, ପାଖାପାଖି ହେଇଗଲୁ କୋଉଠି କାଳିଜାଇ ପାଖାପାଖି। ସେଠି କାଳିଜାଇ ଦର୍ଶନ କଲୁ। ସେଠି ବହୁତ ବି ଫଟୋ ଉଠେଇଲୁ, ପୂଜା ସାରିକି ଆମେ ସେଠୁ ଫେରିଲୁ। ଆଉ ଏବେ ଦେଖିବେ ଚିଲିକା ପରେ ଆମେ କୋଉ କୋଉ ଜାଗା ଯାଇଛୁ ନେକ୍ସଟ ଭିଡ଼ିଓରେ ଦେଖିବା।